ଓମ୍ ଶାନ୍ତି। 8 ମାର୍ଚ୍ଚ 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ରୁହାନୀ ସେବା କରି ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କର। ବାବାଙ୍କ ପ୍ରତି ସଚ୍ଚା ହୃଦୟର ସ୍ନେହ ରଖ, ତେବେ ବାବାଙ୍କ ହୃଦୟରେ ସ୍ଥାନ ମିଳିଯିବ। ରୁହାନୀ ସେବା କରି ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କର। ବାବାଙ୍କ ପ୍ରତି ସଚ୍ଚା ହୃଦୟର ସ୍ନେହ ରଖ, ତେବେ ବାବାଙ୍କ ହୃଦୟରେ ସ୍ଥାନ ମିଳିଯିବ। ପ୍ରଶ୍ନ, ଦେହୀ ଅଭିମାନୀ ହେବାର ପରିଶ୍ରମ କେଉଁମାନେ କରିପାରିବେ? ଦେହୀ ଅଭିମାନୀ ଆତ୍ମାର ଲକ୍ଷଣମାନ ଶୁଣାଅ। ଦେହୀ ଅଭିମାନୀ ହେବାର ପରିଶ୍ରମ କେଉଁମାନେ କରିପାରିବେ? ଦେହୀ ଅଭିମାନୀ ଆତ୍ମାର ଲକ୍ଷଣମାନ ଶୁଣାଅ। ଉତ୍ତର, ଯେଉଁମାନଙ୍କର ପାଠପଢ଼ା ପ୍ରତି ଏବଂ ବାବାଙ୍କ ପ୍ରତି ଅତୁଟ ସ୍ନେହ ରହିଛି, ସେମାନେ ଦେହୀ ଅଭିମାନୀ ହେବା ପାଇଁ ପରିଶ୍ରମ କରିପାରିବେ। ସେମାନଙ୍କର ସ୍ୱଭାବ ବହୁତ ଶୀତଳ ହୋଇଥିବ। କାହା ସହିତ ଅଧିକ କଥାବାର୍ତ୍ତା କରୁନଥିବେ। ସେମାନଙ୍କର ବାବାଙ୍କ ସହିତ ସ୍ନେହ ରହିଥିବ। ଚାଲିଚଳନ ମଧ୍ୟ ବହୁତ ରୟାଲ ହୋଇଥିବ। ସେମାନଙ୍କ ଭିତରେ ନିଶା ରହିଥିବ ଯେ ଆମକୁ ଭଗବାନ ପାଠ ପଢ଼ାଉଛନ୍ତି, ଆମେ ତାଙ୍କର ସନ୍ତାନ। ସେମାନେ ବହୁତ ସୁଖଦାୟୀ ହୋଇଥିବେ ଏବଂ ପ୍ରତ୍ୟେକ ପାଦରେ ଶ୍ରୀମତ ଆଧାରରେ ଚାଲୁଥିବେ। ଓମ୍ ଶାନ୍ତି। ସନ୍ତାନମାନଙ୍କୁ ସେବା ସମାଚାର ମଧ୍ୟ ଶୁଣାଇବା ଦରକାର। ପୁଣି ଯେଉଁ ମୁଖ୍ୟ ମୁଖ୍ୟ ସେବାଧାରୀ ମହାରଥୀ ଅଛନ୍ତି, ସେମାନଙ୍କୁ ରାୟ ଦେବା ଉଚିତ। ବାବା ଜାଣିଛନ୍ତି, ସର୍ଭିସେବୁଲ ବା ସେବାଧାରୀ ସନ୍ତାନମାନଙ୍କର ହିଁ ବିଚାର ସାଗର ମନ୍ଥନ ଚାଲିବ। ମେଳା ବା ପ୍ରଦର୍ଶନୀର ଉଦ୍ଘାଟନ କାହା ଦ୍ୱାରା କରାଇବା, କେଉଁ କେଉଁ ପଏଣ୍ଟସ ଅନ୍ୟମାନଙ୍କୁ ଶୁଣାଇବା ଦରକାର। ଯଦି ଶଙ୍କରାଚାର୍ଯ୍ୟ ଆଦି ତୁମର ଏହି କଥାକୁ ବୁଝିଯିବେ, ତେବେ କହିବେ, ଏମାନଙ୍କର ଜ୍ଞାନ ତ ବହୁତ ଉଚ୍ଚ। ତେଣୁ ଏମାନଙ୍କର ଶିକ୍ଷାଦାତା ମଧ୍ୟ କେହି ତୀକ୍ଷ୍ଣ ଜ୍ଞାନୀ ଜଣାପଡ଼ୁଛନ୍ତି। ଭଗବାନ ପାଠ ପଢ଼ାଉଛନ୍ତି, ଏକଥା ତ ସେମାନେ ମାନିବେ ନାହିଁ। ତେଣୁ ପ୍ରଦର୍ଶନୀ ଆଦିର ଉଦ୍ଘାଟନ କରିବା ପାଇଁ ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ କ'ଣ କ'ଣ ବୁଝାଉଛନ୍ତି, ସେ ସମାଚାର ସମସ୍ତଙ୍କୁ ବତାଇବା ଦରକାର, ଅଥବା ଟେପରେ ସଂକ୍ଷିପ୍ତରେ ରେକର୍ଡ କରିବା ଦରକାର। ଯେପରି ଗଙ୍ଗେ ଦାଦି ଶଙ୍କରାଚାର୍ଯ୍ୟଙ୍କୁ ବୁଝାଇଥିଲେ, ସେହିପରି ସର୍ଭିସିଏବୁଲ ସନ୍ତାନମାନେ ତ ବାବାଙ୍କର ହୃଦୟରେ ବସିଥାନ୍ତି। ଏପରି ତ ସ୍ଥୂଳ ସେବା ମଧ୍ୟ ରହିଛି, କିନ୍ତୁ ବାବାଙ୍କର ଧ୍ୟାନ ଆତ୍ମିକ ସେବା ପ୍ରତି ଯାଉଛି, ଯାହାଦ୍ୱାରା ବହୁତଙ୍କର କଲ୍ୟାଣ ହେଉଛି। ଯଦିଓ ପ୍ରତ୍ୟେକ କଥାରେ କଲ୍ୟାଣ ରହିଛି, ବ୍ରହ୍ମା ଭୋଜନ ପ୍ରସ୍ତୁତ କରିବାରେ ମଧ୍ୟ କଲ୍ୟାଣ ଅଛି, ଯଦି ଯୋଗଯୁକ୍ତ ହୋଇ ପ୍ରସ୍ତୁତ କରିପାରିବେ। ଏହିପରି ଯୋଗଯୁକ୍ତ ହୋଇ ଭୋଜନ ପ୍ରସ୍ତୁତ କରିଲା ବାଲା ରହିଲେ ଭଣ୍ଡାରରେ ବହୁତ ଶାନ୍ତି ରହିବ। ଯଦି ଯୋଗର ଯାତ୍ରାରେ ରହିବେ, ତେବେ କେହି ବି ଆସିଲେ ତାଙ୍କୁ ସଙ୍ଗେ ସଙ୍ଗେ ବୁଝାଇ ପାରିବେ। ବାବା ଜାଣିପାରନ୍ତି କେଉଁମାନେ ସର୍ଭିସିଏବୁଲ ସନ୍ତାନ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇ ପାରିବେ। ତେଣୁ ସେହିମାନଙ୍କୁ ହିଁ ସର୍ବଦା ସେବା କରିବା ପାଇଁ ଡାକିଥାନ୍ତି। ତେବେ ସେବାଧାରୀମାନେ ହିଁ ବାବାଙ୍କର ହୃଦୟରେ ବସିଥାନ୍ତି। ବାବାଙ୍କର ସମସ୍ତ ଧ୍ୟାନ ସେବାଧାରୀ ସନ୍ତାନଙ୍କ ଆଡ଼କୁ ହିଁ ଯାଇଥାଏ। କେହି ତ ସମ୍ମୁଖରେ ମୁରଲୀ ଶୁଣୁଥିଲେ ବି କିଛି ବୁଝିପାରୁନାହାନ୍ତି। ଧାରଣା ହେଉନାହିଁ, କାହିଁକି ନା ଅଧା କଳ୍ପର ଦେହ ଅଭିମାନ ରୂପୀ ବେମାରୀ ବହୁତ ଶକ୍ତିଶାଳୀ ହୋଇଯାଇଛି। ତାକୁ ସମାପ୍ତ କରିବା ପାଇଁ ବହୁତ ଅଳ୍ପ ଅଛନ୍ତି, ଯେଉଁମାନେ ଭଲ ଭାବରେ ପୁରୁଷାର୍ଥ କରୁଛନ୍ତି। ବହୁତଙ୍କ ଦ୍ୱାରା ଦେହୀ ଅଭିମାନୀ ହେବାର ପରିଶ୍ରମ ହୋଇପାରୁନାହିଁ। ବାବା ବୁଝାଉଛନ୍ତି, ପିଲାମାନେ ଦେହୀ ଅଭିମାନୀ ହେବା ପାଇଁ ବହୁତ ପରିଶ୍ରମ ଦରକାର। ଯଦିଓ କେହି କେହି ଚାଟ୍ ମଧ୍ୟ ପଠାଇ ଦେଉଛନ୍ତି, କିନ୍ତୁ ସମ୍ପୂର୍ଣ୍ଣ ନୁହେଁ। ତଥାପି କିଛି ତ ଆଟେନସନ୍ ବା ଧ୍ୟାନ ରହୁଛି। ଦେହୀ ଅଭିମାନୀ ହେବା ପାଇଁ ବହୁତଙ୍କର କମ୍ ଆଟେନସନ୍ ରହୁଛି। ଦେହୀ ଅଭିମାନୀ ବହୁତ ଶୀତଳ ହେବେ।
ସେମାନେ ଏତେ ଅଧିକ କଥାବାର୍ତ୍ତା କରିବେ ନାହିଁ। ସେମାନଙ୍କର ବାବାଙ୍କ ସହ ଏପରି ସ୍ନେହ ରହୁଥିବ ଯାହାକି ନ ପଚାରିଲେ ଭଲ। ଆତ୍ମାକୁ ଏତେ ଖୁସି ରହିବା ଦରକାର ଯାହାକି କେବେ କୌଣସି ମନୁଷ୍ୟର ରହୁନଥିବ। ଏହି ଲକ୍ଷ୍ମୀ ନାରାୟଣଙ୍କ ଠାରେ ତ ଜ୍ଞାନ ନାହିଁ, ତୁମ ସନ୍ତାନମାନଙ୍କ ପାଖରେ ହିଁ ଜ୍ଞାନ ଅଛି, ଯେଉଁମାନଙ୍କୁ ଭଗବାନ ପାଠ ପଢ଼ାଉଛନ୍ତି। ଭଗବାନ ଆମକୁ ପାଠ ପଢ଼ାଉଛନ୍ତି। ଏହି ନିଶା ମଧ୍ୟ ତୁମମାନଙ୍କ ଭିତରେ କେହି ଜଣେ ଦୁଇ ଜଣଙ୍କୁ ରହୁଛି। ସେହି ନିଶା ରହିଲେ ହିଁ ବାବାଙ୍କର ସ୍ମୃତିରେ ରହିପାରିବେ, ଯାହାକୁ ଦେହୀ ଅଭିମାନୀ ଅବସ୍ଥା କୁହାଯାଉଛି। କିନ୍ତୁ ସେ ନିଶା ରହୁନାହିଁ। ଯେଉଁମାନେ ଯୋଗଯୁକ୍ତ ହୋଇ ରୁହନ୍ତି ସେମାନଙ୍କର ଚାଲିଚଳନି ବହୁତ ଭଲ ରାଜକୀୟ ହେବ। ଆମେ ଭଗବାନଙ୍କର ସନ୍ତାନ, ସେଥିପାଇଁ ଗାୟନ ମଧ୍ୟ ଅଛି। ଅତୀନ୍ଦ୍ରିୟ ସୁଖ ଗୋପ ଗୋପୀମାନଙ୍କୁ ପଚାର, ଯେଉଁମାନେ ଦେହୀ ଅଭିମାନୀ ହୋଇ ବାବାଙ୍କ ସ୍ମୃତିରେ ରହୁଛନ୍ତି। ଯେଉଁମାନେ ବାବାଙ୍କ ସ୍ମୃତିରେ ରହୁନାହାନ୍ତି ସେମାନେ ଶିବ ବାବାଙ୍କର ହୃଦୟରେ ବସିପାରୁନାହାନ୍ତି। ଶିବ ବାବାଙ୍କର ଦିଲରେ ନ ବସିଲେ ଦାଦା ବ୍ରହ୍ମାଙ୍କର ଦିଲରେ ମଧ୍ୟ ବସିପାରିବେ ନାହିଁ। ତାଙ୍କ ହୃଦୟରେ ରହିଲେ ନିଶ୍ଚୟ ୟାଙ୍କ ହୃଦୟରେ ମଧ୍ୟ ରହିବେ। ବାବା ପ୍ରତ୍ୟେକଙ୍କୁ ଜାଣିଛନ୍ତି। ସନ୍ତାନମାନେ ନିଜେ ମଧ୍ୟ ଜାଣିଛନ୍ତି ଯେ ମୁଁ କି ସେବା କରୁଛି। ତେବେ ସେବାର ସଉକ ପିଲାମାନଙ୍କ ଭିତରେ ବହୁତ ରହିବା ଉଚିତ। କାହା କାହାକୁ ସେଣ୍ଟର ଖୋଲିବା ପାଇଁ ମଧ୍ୟ ସଉକ ରହୁଛି। କାହା କାହାର ଚିତ୍ର କରିବା ପାଇଁ ବହୁତ ସଉକ ରହୁଛି। ବାବା ମଧ୍ୟ କହୁଛନ୍ତି, ମୋତେ ଜ୍ଞାନୀ ତୁ ଆତ୍ମା ବହୁତ ପ୍ରିୟ। ଯେଉଁମାନେ ବାବାଙ୍କର ସ୍ମୃତିରେ ମଧ୍ୟ ରହୁଛନ୍ତି ଏବଂ ସେବା କରିବା ପାଇଁ ମଧ୍ୟ ତତ୍ପର ହେଉଛନ୍ତି। କେହି ତ ବିଲକୁଲ ସେବା କରୁନାହାନ୍ତି, ବାବାଙ୍କର କଥାକୁ ମଧ୍ୟ ମାନୁନାହାନ୍ତି। ବାବା ତ ଜାଣିଛନ୍ତି ନା କାହାକୁ କେଉଁଠି ସର୍ଭିସ୍ କରିବା ଉଚିତ, କିନ୍ତୁ ଦେହ ଅଭିମାନ କାରଣରୁ ନିଜ ମତରେ ଚାଲୁଛନ୍ତି। ତେଣୁ ସେମାନେ ହୃଦୟରେ ରହିପାରୁନାହାନ୍ତି। ଅଜ୍ଞାନ କାଳରେ ମଧ୍ୟ କୌଣସି ସନ୍ତାନ ଯଦି ଖରାପ ଚରିତ୍ରର ହୋଇଥାନ୍ତି ତେବେ ସିଏ ବାବାଙ୍କର ହୃଦୟରେ ସ୍ଥାନ ପାଆନ୍ତି ନାହିଁ। ତାକୁ କୁପୁତ୍ର କୁହାଯାଏ। ସଙ୍ଗ ଦୋଷରେ ପଡ଼ି ଖରାପ ହୋଇଯାଇଥାନ୍ତି। ଏଠାରେ ମଧ୍ୟ ଯେଉଁମାନେ ସର୍ଭିସ୍ କରୁଛନ୍ତି ସେମାନେ ବାବାଙ୍କର ପ୍ରିୟ ହୋଇଥାନ୍ତି। ଯିଏ ସେବା କରୁନାହାନ୍ତି ତାଙ୍କୁ ବାବା କିପରି ସ୍ନେହ କରିବେ? ଭାବୁଛନ୍ତି ଏମାନେ ଭାଗ୍ୟ ଅନୁସାରେ ହିଁ ପାଠ ପଢ଼ିବେ, ତଥାପି ସ୍ନେହ କାହା ଉପରେ ରହିବ? ନିଶ୍ଚୟ ତ ସେଇଟା ଅଟେ ନା। ଭଲ ସନ୍ତାନମାନଙ୍କୁ ବହୁତ ସ୍ନେହର ସହିତ ଡାକିବେ, କହିବେ ତୁମେ ବହୁତ ସୁଖଦାୟୀ ଅଟ, ତୁମେ ପିତା ସ୍ନେହୀ ଅଟ। ଯିଏ ବାବାଙ୍କୁ ମନେ ପକାଉନାହାନ୍ତି ତାଙ୍କୁ ପିତା ସ୍ନେହୀ କିପରି କହିବେ? ଦାଦା ବ୍ରହ୍ମାଙ୍କର ସ୍ନେହୀ ହେବାର ନାହିଁ, ତୁମମାନଙ୍କୁ ବାବାଙ୍କର ସ୍ନେହୀ ହେବାକୁ ହେବ। ଯିଏ ବାବାଙ୍କର ସ୍ନେହୀ ହୋଇଥିବ ତାଙ୍କର କଥାବାର୍ତ୍ତା ଚାଲିଚଳନ ବହୁତ ମିଠା ସୁନ୍ଦର ହେବ। ବିବେକ ଏପରି କହୁଛି, ଯଦିଓ ସମୟ ଅଛି କିନ୍ତୁ ଶରୀର ଉପରେ କିଛି ଭରସା ନାହିଁ। ଅଚାନକ ଦୁର୍ଘଟଣା ହୋଇଯାଉଛି, କାହାର ହାର୍ଟ ଫେଲ୍ ହୋଇଯାଉଛି, କାହାକୁ ରୋଗ ହୋଇଯାଉଛି, ମୃତ୍ୟୁ ତ ଅଚାନକ ହୋଇଯାଉଛି ନା। ସେଥିପାଇଁ ନିଶ୍ୱାସ ଉପରେ ତ ଭରସା ନାହିଁ। ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ଏବେ ପ୍ରାକ୍ଟିସ୍ ବା ଅଭ୍ୟାସ ଚାଲିଛି। ଅସମୟରେ ବର୍ଷା ହୋଇ ବହୁତ କ୍ଷତି କରିଦେଉଛି। ଏହି ଦୁନିଆ ହେଉଛି ବହୁତ ଦୁଃଖଦାୟୀ। ବାବା ମଧ୍ୟ ଏପରି ସମୟରେ ଆସୁଛନ୍ତି ଯେତେବେଳେ କି ମହାନ ଦୁଃଖ ରହିଛି। ଏଠାରେ ରକ୍ତର ନଦୀ ବି ବୋହିବ। ସେଥିପାଇଁ ଚେଷ୍ଟା କରିବା ଦରକାର କି ଆମେ ନିଜର ପୁରୁଷାର୍ଥ କରି 21 ଜନ୍ମର କଲ୍ୟାଣ ତ କରିନେବା। ବହୁତଙ୍କ ପାଖରେ ନିଜର କଲ୍ୟାଣ କରିବାର ଚିନ୍ତା ବି ଦେଖାଯାଉନାହିଁ। ବାବା ଏଠାରେ ବସି ମୁରଲି ଚଲାଉଥିବା ସମୟରେ ମଧ୍ୟ ବୁଦ୍ଧି ସର୍ଭିସିଏବୁଲ ବା ସେବାଧାରୀ ସନ୍ତାନମାନଙ୍କ ଆଡ଼କୁ ଯାଇଥାଏ। ଏବେ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଦର୍ଶନୀକୁ ଡାକୁଛନ୍ତି, ନଚେତ ଏମାନେ ବିନା ନିମନ୍ତ୍ରଣରେ କେଉଁଠିକୁ ଯାଆନ୍ତି ନାହିଁ। ବହୁତ ଅଭିମାନରେ ରହିଥାନ୍ତି, ତେଣୁ ତାଙ୍କୁ ସମ୍ମାନ ମଧ୍ୟ ଦେବାକୁ ପଡ଼ିବ। ଉପରେ ସିଂହାସନରେ ବସାଇବାକୁ ପଡ଼ିବ। ଏପରି ନୁହେଁ ତାଙ୍କ ସାଥିରେ ବସିଯିବେ, ନା, ତାଙ୍କୁ ବହୁତ ସମ୍ମାନ ଦରକାର।
ଯଦି ନିରହଙ୍କାରୀ ହୋଇଥିବେ ତେବେ ଚାନ୍ଦିର ସିଂହାସନ ମଧ୍ୟ ତ୍ୟାଗ କରିଦେବେ। ଦେଖ, ବାବା କେତେ ସାଧାରଣ ଭାବରେ ରହୁଛନ୍ତି, ତାଙ୍କୁ କେହି ଜାଣିନାହାନ୍ତି। ତୁମମାନଙ୍କ ମଧ୍ୟରେ ବି କେହି ଅଳ୍ପ ଜାଣିଛନ୍ତି ବାବା କେତେ ନିରହଙ୍କାରୀ ଅଟନ୍ତି। ଏହା ତ ହେଉଛି ପିତା ଏବଂ ସନ୍ତାନର ସମ୍ବନ୍ଧ। ଯେପରି ଲୌକିକ ପିତା ନିଜ ସନ୍ତାନମାନଙ୍କ ସହିତ ରହୁଛନ୍ତି, ଖାଉଛନ୍ତି, ଖୁଆଉଛନ୍ତି, ସେହିପରି ଇଏ ହେଉଛନ୍ତି ବେହଦର ପିତା। ସନ୍ନ୍ୟାସୀ ଆଦିଙ୍କୁ ପିତାଙ୍କର ସ୍ନେହ ମିଳୁନାହିଁ। ତୁମେମାନେ ଜାଣିଛ, କଳ୍ପ କଳ୍ପ ଆମକୁ ବେହଦ ବାବାଙ୍କର ସ୍ନେହ ମିଳୁଛି। ବାବା ଆମକୁ କଣ୍ଟାରୁ ଫୁଲ କରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି। କିନ୍ତୁ ଡ୍ରାମା ଅନୁସାରେ ସମସ୍ତେ ତ ଫୁଲ ହେଉନାହାନ୍ତି। ଆଜି ବହୁତ ଭଲ ଅଛନ୍ତି, କାଲି ବିକାରୀ ହୋଇଯାଉଛନ୍ତି। ତେଣୁ ବାବା କହୁଛନ୍ତି, ଯଦି ଭାଗ୍ୟରେ ନାହିଁ ତେବେ ଆଉ କ'ଣ କରାଯିବ? ବହୁତଙ୍କର ଖରାପ ବା ବିକାରୀ ଚଳନି ହୋଇଯାଉଛି। ଆଜ୍ଞାର ଉଲ୍ଲଂଘନ କରୁଛନ୍ତି। ଈଶ୍ୱରଙ୍କର ମତରେ ଯଦି ନ ଚାଲିଲେ ତେବେ ତାଙ୍କର ଅବସ୍ଥା କ'ଣ ହେବ? ଉଚ୍ଚରୁ ଉଚ୍ଚ ହେଉଛନ୍ତି ଏକମାତ୍ର ବାବା, ଆଉ କେହି ନୁହନ୍ତି। ଯଦି ଦେବତାମାନଙ୍କର ଚିତ୍ରମାନଙ୍କରେ ଦେଖାଯିବ ତେବେ ଏହି ଲକ୍ଷ୍ମୀ ନାରାୟଣ ହିଁ ଉଚ୍ଚରୁ ଉଚ୍ଚ ଅଟନ୍ତି। କିନ୍ତୁ ମନୁଷ୍ୟ ଏକଥା ମଧ୍ୟ ଜାଣିନାହାନ୍ତି ଯେ ଏମାନଙ୍କୁ ଏପରି କିଏ କରିଛନ୍ତି। ବାବା ତୁମ ସନ୍ତାନମାନଙ୍କୁ ରଚୟିତା ଏବଂ ରଚନାର ଜ୍ଞାନ ଭଲ ଭାବରେ ବସି ବୁଝାଉଛନ୍ତି। ଏବେ ତୁମମାନଙ୍କୁ ତ ତୁମର ଶାନ୍ତିଧାମ ସୁଖଧାମ ହିଁ ସ୍ମୃତିରେ ରହୁଛି। ଭଲ ସେବାଧାରୀମାନଙ୍କର ନାମ ମଧ୍ୟ ସ୍ମୃତିରେ ଆସିଯାଉଛି। ନିଶ୍ଚୟ ଯିଏ ବାବାଙ୍କର ଆଜ୍ଞାକାରୀ ସନ୍ତାନ ହୋଇଥିବେ ତାଙ୍କ ଆଡ଼କୁ ହିଁ ମନ ଯିବ। ବେହଦର ବାବା ଥରେ ମାତ୍ର ଆସୁଛନ୍ତି। ଲୌକିକ ପିତା ତ ଜନ୍ମ ଜନ୍ମାନ୍ତର ମିଳୁଛନ୍ତି। ସତ୍ୟ ଯୁଗରେ ମଧ୍ୟ ମିଳିବେ, କିନ୍ତୁ ସେଠାରେ ଏହି ବାବା ମିଳିବେ ନାହିଁ। ଏହି ପାଠପଢ଼ା ଦ୍ୱାରା ତୁମେ ଉଚ୍ଚପଦ ପାଉଛ। ଏହା ମଧ୍ୟ ତୁମ ସନ୍ତାନମାନେ ହିଁ ଜାଣିଛ ଯେ ଆମେ ନୂଆ ଦୁନିଆ ପାଇଁ ବାବାଙ୍କ ପାଖରେ ପାଠ ପଢ଼ୁଛୁ। ଏକଥା ବୁଦ୍ଧିରେ ରହିବା ଦରକାର ଏବଂ ଏହା ବହୁତ ସହଜ ମଧ୍ୟ। ଧରିନିଅ ବାବା ଖେଳୁଛନ୍ତି, ସେହି ସମୟରେ ହଠାତ୍ କେହି ଜଣେ ଆସିଗଲେ ତେବେ ବାବା ସଙ୍ଗେ ସଙ୍ଗେ ସେହିଠାରେ ହିଁ ତାଙ୍କୁ ଜ୍ଞାନ ଦେବାରେ ଲାଗିଯାଆନ୍ତି ଯେ ବେହଦର ବାବାଙ୍କୁ ଜାଣିଛ, ବାବା ଆସିଛନ୍ତି ପୁରୁଣା ଦୁନିଆକୁ ନୂଆ କରିବା ପାଇଁ। ସେଥିପାଇଁ ରାଜଯୋଗ ଶିଖାଉଛନ୍ତି। ତେବେ ଏହି ଶିକ୍ଷା ଭାରତବାସୀଙ୍କୁ ହିଁ ଦେବାକୁ ହେବ। ଭାରତ ହିଁ ସ୍ୱର୍ଗ ଥିଲା, ଯେଉଁଠାରେ ଏହି ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା। ଏବେ ତ ନର୍କ ଅଟେ। ଏହି ନର୍କକୁ ପୁଣି ସ୍ୱର୍ଗ ବାବା ହିଁ କରିବେ। ଏହିପରି ମୁଖ୍ୟ କଥା ସବୁ ମନେ ପକାଇ କେହି ବି ଆସିଲେ ତାକୁ ବସି ବୁଝାଅ। ତେବେ ସେମାନେ ବହୁତ ଖୁସି ହୋଇଯିବେ। କେବଳ କୁହ, ବାବା ଆସିଛନ୍ତି। ଏହା ସେହି ମହାଭାରତ ଲଢ଼େଇ ଯାହାର ଗାୟନ ଗୀତାରେ କରାଯାଇଛି। ଗୀତାର ଭଗବାନ ଆସିଥିଲେ, ଗୀତା ଶୁଣାଇଥିଲେ। କାହିଁକି? ମନୁଷ୍ୟମାନଙ୍କୁ ଦେବତା କରିବା ପାଇଁ। ବାବା କହୁଛନ୍ତି, କେବଳ ମୋତେ ଏବଂ ବର୍ଷାକୁ ମନେ ପକାଅ। ଏହା ଦୁଃଖଧାମ ଅଟେ। ଏତିକି କଥା ବୁଦ୍ଧିରେ ରହିଲେ ମଧ୍ୟ ଖୁସି ରହିବ। ଆମେ ଆତ୍ମା ବାବାଙ୍କ ସହିତ ଶାନ୍ତିଧାମକୁ ଯିବୁ। ପୁଣି ସେଠାରୁ ପାଠ କରିବା ପାଇଁ ପ୍ରଥମେ ସୁଖଧାମକୁ ଆସିବୁ। ଯେପରି କଲେଜର ବିଦ୍ୟାର୍ଥୀମାନେ ଭାବିଥାନ୍ତି, ଆମେ ଏହି ପାଠ ପଢ଼ୁଛୁ, ପୁଣି ଏହିପରି ହେବୁ। ବାରିଷ୍ଟର ହେବୁ ଅଥବା ପୁଲିସ ସୁପରିଟେଣ୍ଡେଣ୍ଟ ହେବୁ। ଏତେ ପଇସା ରୋଜଗାର କରିବୁ। ତାଙ୍କର ଖୁସିର ପାରଦ ଚଢ଼ି ରହିଥାଏ। ତୁମ ସନ୍ତାନମାନଙ୍କୁ ମଧ୍ୟ ଏହି ଖୁସି ରହିବା ଦରକାର। ଆମେ ବେହଦର ବାବାଙ୍କ ଠାରୁ ଏହି ବର୍ଷା ପାଉଛୁ। ପୁଣି ଆମେ ସ୍ୱର୍ଗରେ ନିଜର ମହଲ ତିଆରି କରିବୁ। ସାରା ଦିନ ବୁଦ୍ଧିରେ ଏହି ଚିନ୍ତନ ରହିଲେ ଖୁସି ବି ରହିବ। ନିଜର ଏବଂ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିପାରିବ। ଯେଉଁ ପିଲାମାନଙ୍କ ପାଖରେ ଜ୍ଞାନ ଧନ ଅଛି, ତାଙ୍କର କର୍ତ୍ତବ୍ୟ ହେଉଛି ଦାନ କରିବା। ଯଦି ଧନ ଅଛି, ଦାନ କରୁନାହାନ୍ତି, ତେବେ ତାଙ୍କୁ ଅଲକ୍ଷଣା କୁହାଯିବ। ତାଙ୍କ ପାଖରେ ଧନ ଥାଇ ମଧ୍ୟ ନଥିବା ସଙ୍ଗେ ସମାନ। ଯଦି ଧନ ଥିବ ତେବେ ନିଶ୍ଚୟ ଦାନ କରିବା ଦରକାର। ଯେଉଁମାନେ ଭଲ ଭଲ ମହାରଥୀ ସନ୍ତାନ ଅଛନ୍ତି, ସେମାନେ ସର୍ବଦା ବାବାଙ୍କର ହୃଦୟରେ ବସି ରହିଛନ୍ତି।
କାହା କାହା ପାଇଁ ଚିନ୍ତା ରହୁଛି, ଇଏ ବୋଧ ହୁଏ ଭାଙ୍ଗି ପଡ଼ିବେ। ପରିବେଶ ସେହିପରି ଅଟେ। ଦେହର ଅହଙ୍କାର ବହୁତ ଚଢ଼ି ରହିଥାଏ। ଏପରି ଜଣାଯାଏ ଯେପରି କୌଣସି ସମୟରେ ମଧ୍ୟ ହାତ ଛାଡ଼ି ଦେଇ ଯାଇ ନିଜ ଘରେ ରହିବେ। ଯଦିଓ ମୁରଲୀ ବହୁତ ଭଲ ଚଲାଉଛନ୍ତି, କିନ୍ତୁ ଦେହ ଅଭିମାନ ବହୁତ ଅଛି। ବାବା ଟିକିଏ ବି ସାବଧାନୀ ଦେଲେ ତୁରନ୍ତ ଭାଙ୍ଗି ପଡ଼ିବେ। ନଚେତ ଗାୟନ ଅଛି, ପ୍ୟାର କର ଚାହେ ଠୁକୁରାଅ, ବା ଚାହେ ସ୍ନେହ କର କି ହତାଦର କର, ତୁମ ଦ୍ୱାରା ଛାଡ଼ିବି ନାହିଁ। ଏଠାରେ ବାବା ଠିକ୍ କଥା କହୁଛନ୍ତି, ତଥାପି ମଧ୍ୟ ରାଗି ଯାଉଛନ୍ତି। ଏପରି ସନ୍ତାନ ମଧ୍ୟ ଅଛନ୍ତି। କେହି ତ ଭିତରେ ଭିତରେ ବହୁତ ଧନ୍ୟବାଦ କରୁଛନ୍ତି, କେହି ଭିତରେ ଭିତରେ ଜଳି ମରୁଛନ୍ତି। ମାୟାର ଦେହ ଅଭିମାନ ବହୁତ ଅଛି। ଏପରି କେତେକ ସନ୍ତାନ ମଧ୍ୟ ଅଛନ୍ତି, ଯିଏକି ମୁରଲୀ ଶୁଣୁନାହାନ୍ତି। ଆଉ କେହି ତ ମୁରଲୀ ବିନା ରହିପାରୁନାହାନ୍ତି। ମୁରଲୀ ପଢ଼ୁନାହାନ୍ତି। ନିଜ ଜିଦ୍ରେ ଅଛନ୍ତି କି ଆମ ପାଖରେ ତ ବହୁତ ଜ୍ଞାନ ଅଛି, କିନ୍ତୁ ବାସ୍ତବରେ କିଛି ଜ୍ଞାନ ନାହିଁ। ତେଣୁ ଯେଉଁଠାରେ ଶଙ୍କରାଚାର୍ଯ୍ୟ ଆଦି ପ୍ରଦର୍ଶନୀକି ଆସୁଛନ୍ତି, ସର୍ଭିସ୍ ଭଲ ହେଉଛି, ତେବେ ସେହି ସମାଚାର ସମସ୍ତଙ୍କ ନିକଟକୁ ପଠାଇ ଦେବା ଦରକାର, ଯାହାଦ୍ୱାରା ସମସ୍ତଙ୍କୁ ଜଣାପଡ଼ିଯାଉ କି କିପରି ସର୍ଭିସ୍ ହେଲା। ତେବେ ସେମାନେ ମଧ୍ୟ ଶିଖିବେ। ଯାହାଙ୍କର ଏହିପରି ସେବା କରିବା ପାଇଁ ବିଚାର ଆସୁଛି, ତାଙ୍କୁ ହିଁ ବାବା ସର୍ଭିସେବୁଲ ବୋଲି ଭାବିବେ। ସେବାରେ କେବେ ଥକିଯିବା ଉଚିତ ନୁହେଁ। ତେବେ ଏହା ତ ବହୁତଙ୍କର କଲ୍ୟାଣ କରିବା ହେଲା ନା। ବାବାଙ୍କୁ ତ ଏହି ଚିନ୍ତା ରହୁଛି ଯେ ସମସ୍ତଙ୍କୁ ଏହି ଜ୍ଞାନ ମିଳୁ, ସନ୍ତାନମାନଙ୍କର ମଧ୍ୟ ଉନ୍ନତି ହେଉ। ବାବା ପ୍ରତିଦିନ ମୁରଲୀରେ ବୁଝାଉଛନ୍ତି, ଏହି ରୁହାନୀ ସର୍ଭିସ୍ ହେଉଛି ମୁଖ୍ୟ। ଶୁଣିବା ଏବଂ ଶୁଣାଇବାର ସଉକ ମଧ୍ୟ ରହିବା ଦରକାର। ବ୍ୟାଚ୍ ଲଗାଇ ସବୁଦିନ ମନ୍ଦିରକୁ ଯାଇ ବୁଝାଅ, ଏମାନେ ଲକ୍ଷ୍ମୀନାରାୟଣ କେମିତି ହେଲେ, ଏମାନେ ପୁଣି କେଉଁଆଡ଼େ ଗଲେ, କିପରି ରାଜ୍ୟଭାଗ୍ୟ ପାଇଲେ। ମନ୍ଦିର ଦ୍ୱାରରେ ଯାଇ ବସ, କେହି ବି ଆସିଲେ କୁହ, ଏହି ଲକ୍ଷ୍ମୀନାରାୟଣ କିଏ? ଏମାନଙ୍କର ଭାରତରେ କେବେ ରାଜ୍ୟ ଥିଲା? କାହାଣୀ ଅଛି, ହନୁମାନ ମଧ୍ୟ ଯାଇ ଜୋତା ରଖିବା ସ୍ଥାନରେ ବସୁଥିଲେ ନା। ତାହାର ରହସ୍ୟ ମଧ୍ୟ ରହିଛି। ଦୟା ଲାଗୁଛି, ବାବା ସର୍ଭିସର ବହୁତ ଉପାୟ ବତାଉଛନ୍ତି, କିନ୍ତୁ କେହି ବହୁତ କଷ୍ଟରେ କାର୍ଯ୍ୟକାରୀ କରୁଛନ୍ତି। ସର୍ଭିସ୍ ବହୁତ ଅଛି, ତୁମମାନଙ୍କୁ ଅନ୍ଧମାନଙ୍କର ଲାଠି ହେବାକୁ ପଡ଼ିବ। ଯିଏ ସର୍ଭିସ୍ କରୁନାହାନ୍ତି, ଯେଉଁମାନଙ୍କର ବୁଦ୍ଧି ସ୍ୱଚ୍ଛ ରହୁନାହିଁ, ତେବେ ସେମାନଙ୍କର ଧାରଣା ହେଉନାହିଁ। ନଚେତ ସେବା କରିବା ବହୁତ ସହଜ। ତୁମେ ଏହି ଜ୍ଞାନରତ୍ନର ଦାନ କରୁଛ। ଯଦି କେହି ସାହୁକାର ଆସୁଛନ୍ତି, ତେବେ ତାଙ୍କୁ କୁହ, ଆମେ ଏହି ଉପହାର ଆପଣଙ୍କୁ ଦେଉଛୁ, ଏହାର ଅର୍ଥ ମଧ୍ୟ ଆପଣଙ୍କୁ ବୁଝାଉଛୁ। ବାବା ଏହି ବ୍ୟାଚର ବହୁତ ଆଦର କରୁଛନ୍ତି, ଆଉ କାହାର ଏତେ ଆଦର ନାହିଁ। ଏଥିରେ ବହୁତ ଭଲ ଜ୍ଞାନ ଭରି ହୋଇ ରହିଛି। ଯଦି କାହା ଭାଗ୍ୟରେ ନାହିଁ, ତେବେ ବାବା ମଧ୍ୟ କ'ଣ କରିପାରିବେ? ବାବାଙ୍କୁ ଏବଂ ପାଠପଢ଼ାକୁ ଛାଡ଼ିବା, ଏହା ତ ବଡ଼ରୁ ବଡ଼ ଆତ୍ମହତ୍ୟା ଅଟେ। ବାବାଙ୍କର ହୋଇ ପୁଣି ଛାଡ଼ପତ୍ର ଦେଇଦେବା, ଏହାଠାରୁ ମହାପାପ ଆଉ କିଛି ନାହିଁ। ସେମାନଙ୍କ ସଦୃଶ ମୂର୍ଖ କେହି ନାହାନ୍ତି। ସନ୍ତାନମାନଙ୍କୁ ଶ୍ରୀମତରେ ଚାଲିବା ଉଚିତ ନା। ତୁମର ବୁଦ୍ଧିରେ ଅଛି ଯେ ଆମେ ବିଶ୍ୱର ମାଲିକ ହେବୁ, ଏହା କୌଣସି କମ୍ କଥା ନୁହେଁ। ଯେତେ ଯୋଗଯୁକ୍ତ ହୋଇ ରହିବ, ସେତେ ଖୁସି ମଧ୍ୟ ରହିବ। ଯୋଗଯୁକ୍ତ ହୋଇ ନ ରହିଲେ ପାପ ଭସ୍ମ ହେବ ନାହିଁ। ଯଦି ବାବାଙ୍କର ପୋଷ୍ୟ ହୋଇଛ, ତେବେ ଖୁସିର ପାରଦା ଚଢ଼ି ରହିବା ଦରକାର। କିନ୍ତୁ ମାୟା ବହୁତ ବିଘ୍ନ ପକାଉଛି, ଦୁର୍ବଳମାନଙ୍କୁ ଖସାଇ ଦେଉଛି। ଯିଏ ବାବାଙ୍କର ଶ୍ରୀମତ ଅନୁସାରେ ଚାଲୁନାହାନ୍ତି, ସେମାନେ କି ପଦ ପାଇବେ? ଅଳ୍ପ ମତ ନେଲେ ପୁଣି ସେହିପରି ହାଲୁକା ଅର୍ଥାତ୍ ଛୋଟ ପଦ ପାଇବେ। ଶ୍ରୀମତରେ ଭଲ ଭାବରେ ଚାଲିଲେ ଉଚ୍ଚ ପଦ ପାଇବେ। ଏଠାରେ ବେହଦର ରାଜଧାନୀ ସ୍ଥାପନ ହେଉଛି। ଏଥିରେ ଖର୍ଚ୍ଚ ଆଦିର ମଧ୍ୟ କିଛି କଥା ନାହିଁ। କୁମାରୀମାନେ ଆସୁଛନ୍ତି, ନିଜେ ଶିଖି ପୁଣି ବହୁତଙ୍କୁ ନିଜ ସମାନ କରୁଛନ୍ତି। ଏଥିରେ ଫି ଅର୍ଥାତ୍ ପାଉଣା ଆଦିର କଥା ନାହିଁ।
ବାବା କହୁଛନ୍ତି ତୁମକୁ ସ୍ୱର୍ଗର ବାସାଇ ଦେଉଛି, ମୁଁ ସ୍ୱର୍ଗରେ ମଧ୍ୟ ଆସୁନାହିଁ। ଶିବ ବାବା ତ ଦାତା ଅଟନ୍ତି ନା, ତାଙ୍କୁ କ'ଣ ପାଉଣା ଦେବା? ଇଏ ବ୍ରହ୍ମା ତ ସବୁକିଛି ତାଙ୍କୁ ଦେଇଦେଲେ, ଅଧିକାରୀ କରିଦେଲେ। ତା ବଦଳରେ ଦେଖ ରାଜପଦ ମିଳୁଛି ନା। ଇଏ ପ୍ରଥମ ଉଦାହରଣ ଅଟନ୍ତି। ସାରା ବିଶ୍ୱରେ ସ୍ୱର୍ଗର ସ୍ଥାପନା ହେଉଛି, ପଇସାଟିଏ ମଧ୍ୟ ଖର୍ଚ୍ଚ ହେଉନାହିଁ। ଆଚ୍ଛା, ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ପିତା ସ୍ନେହୀ ହେବା ପାଇଁ ବହୁତ ସୁଖଦାୟୀ ହେବାକୁ ପଡ଼ିବ। ନିଜର ବାଣୀ ଏବଂ ଚାଲିଚଳନକୁ ବହୁତ ମିଠା ଏବଂ ରାଜକୀୟ ରଖିବାକୁ ହେବ। ସର୍ଭିସିଏବୁଲ ଅର୍ଥାତ୍ ଯୋଗ୍ୟ ସେବାଧାରୀ ହେବାକୁ ପଡ଼ିବ। ନିରହଙ୍କାରୀ ହୋଇ ସେବା କରିବାକୁ ପଡ଼ିବ। 2 ନମ୍ବର, ପାଠପଢ଼ା ଏବଂ ବାବାଙ୍କୁ ଛାଡ଼ି କେବେ ହେଲେ ଆତ୍ମଘାତୀ ମହାପାପୀ ହେବାର ନାହିଁ। ତୁମ ପାଇଁ ମୁଖ୍ୟ କଥା ହେଉଛି ରୁହାନୀ ଅର୍ଥାତ୍ ଆତ୍ମିକ ସେବା କରିବା। ଏହି ସେବାରେ କେବେ ହେଲେ ଥକିବାର ନାହିଁ। ଜ୍ଞାନରତ୍ନର ଦାନ କରିବାକୁ ହେବ, ଏଥିରେ କଞ୍ଜୁସ ହେବାର ନାହିଁ। ବରଦାନ, ସର୍ବଦା ନିଜର ଧାମ ଏବଂ ନିଜର ସ୍ୱରୂପର ସ୍ମୃତି ଆଧାରରେ ଉପରାମ ସ୍ଥିତିରେ ରହୁଥିବା ପୁରୁଣା ଦୁନିଆଠାରୁ ନ୍ୟାରା ଏବଂ ପ୍ୟାରା ହୁଅ। ସର୍ବଦା ନିଜର ଧାମ ଏବଂ ନିଜର ସ୍ୱରୂପର ସ୍ମୃତି ଆଧାରରେ ଉପରାମ ସ୍ଥିତିରେ ରହୁଥିବା ପୁରୁଣା ଦୁନିଆଠାରୁ ନ୍ୟାରା ଏବଂ ପ୍ୟାରା ହୁଅ। ଡିଟେଲ୍ସ, ନିରାକାରୀ ଦୁନିଆ ଏବଂ ନିରାକାରୀ ରୂପର ସ୍ମୃତି ହିଁ ସର୍ବଦା ନିଆରା ଏବଂ ବାବାଙ୍କର ପ୍ୟାରା କରିଦେଇଥାଏ। ପ୍ରକୃତରେ ଆମେମାନେ ନିରାକାରୀ ଦୁନିଆର ନିବାସୀ ହିଁ ଅଟୁ। ଏଠାରେ ସେବା କରିବା ପାଇଁ ଅବତରିତ ହୋଇଛ। ଆମେମାନେ ଏହି ମୃତ୍ୟୁଲୋକର ନିବାସୀ ନୁହେଁ, ବରଂ ଅବତାର ଅଟୁ। କେବଳ ଏହି ଛୋଟିଆ କଥାଟି ମନେ ରହିଲେ ସ୍ଥିତି ଉପରାମ ହୋଇଯିବ। ଯେଉଁମାନେ ନିଜକୁ ଅବତାର ମନେ ନ କରି ଗୃହସ୍ଥୀ ବୋଲି ଭାବୁଛନ୍ତି, ସେମାନଙ୍କର ଗୃହସ୍ଥୀ ଜୀବନ ରୂପୀ ଗାଡ଼ି କାଦୁଅ ଭିତରେ ଅଟକି ରହିଥାଏ। କାରଣ ଗୃହସ୍ଥୀ ଅର୍ଥାତ୍ ବୋଝ ଉଠାଇବାର ସ୍ଥିତି, କିନ୍ତୁ ଅବତାର ସମ୍ପୂର୍ଣ୍ଣ ହାଲୁକା ଅଟେ। ତେଣୁ ନିଜକୁ ଅବତାର ବୋଲି ମନେ କରିବା ଦ୍ୱାରା ନିଜର ନିଜ ଧାମ ଅର୍ଥାତ୍ ସ୍ୱଗୃହ ଏବଂ ସ୍ୱସ୍ୱରୂପ ସର୍ବଦା ସ୍ମୃତିରେ ରହିବ ଏବଂ ତୁମେମାନେ ଉପରାମ ହୋଇଯିବ। ସ୍ଲୋଗାନ, ବ୍ରାହ୍ମଣ ତାଙ୍କୁ କୁହାଯିବ ଯିଏକି ଶୁଦ୍ଧତାର ସହିତ ବିଧିପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରୁଥିବେ। ବ୍ରାହ୍ମଣ ତାଙ୍କୁ କୁହାଯିବ ଯିଏକି ଶୁଦ୍ଧତାର ସହିତ ବିଧିପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରୁଥିବେ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ। 8 ନମ୍ବର, ଯିଏ ନିର୍ମାଣ ହୋଇଥିବେ ସେ ନବନିର୍ମାଣ କରିପାରିବେ। ଶୁଭ ଭାବନା ବା ଶୁଭ କାମନାର ବୀଜ ହିଁ ହେଉଛି ନିମିତ୍ତ ଭାବ ଏବଂ ନିର୍ମାଣ ଭାବ। ତାଙ୍କ ପାଖରେ ହଦର ମାନ ନଥାଏ, କିନ୍ତୁ ସିଏ ନିର୍ମାଣ ହୋଇଥାନ୍ତି। ବର୍ତ୍ତମାନ ନିଜ ଜୀବନରେ ସତ୍ୟତା ଏବଂ ସଭ୍ୟତାର ସଂସ୍କାର ଧାରଣ କର। ଯଦି ନ ଚାହୁଁଥିଲେ ମଧ୍ୟ କେବେ କେବେ କ୍ରୋଧ ବା ଚିଡ଼ଚିଡ଼ାପଣ ଆସିଯାଉଛି, ତେବେ ହୃଦୟର ସହ କୁହ ମିଠା ବାବା, ତାହେଲେ ଏକ୍ସଟ୍ରା ସହଯୋଗ ମିଳିଯିବ। ଓମ୍ ଶାନ୍ତି।